ଏକ ସୁନ୍ଦର ସକାଳର ଆରମ୍ଭ ସ୍ପିରିଚୁଆଲିଟିରୁ ଆଉ ତା ଦ୍ୱାରା ବହୁତ ସାରା ପଜିଟିଭ୍ ଭାଇବ୍ସ ଆଡ୍ ଅନ୍ ହେଇଥାଏ ଲାଇଫ୍ରେ। ଆଉ ପ୍ରତ୍ୟେକ ଦିନକୁ ସୁନ୍ଦର ଆଉ ସରସ କରିବାକୁ ହେଲେ ଆବଶ୍ୟକ ହେଇଥାଏ ପଜିଟିଭିଟି। ଆଉ এই ପଜିଟିଭିଟି ମିଳିଥାଏ ପଜିଟିଭ୍ ଥିଙ୍କିଂରୁ। ହଁ, ଦିନଚର୍ଯ୍ୟାଟି ଯଦି ଆମର ସୁରୁଖୁରୁରେ କଟିଥାଏ ତେବେ ଅନେକ ଶାନ୍ତି ଆଉ ଖୁସି ମିଳିଥାଏ। ମୁଁ ବିଶ୍ୱାସ କରେ ନିଜର ସୌନ୍ଦର୍ଯ୍ୟ ଯେତେ ବଜାୟ ରହିବ ନିଜର ପଜିଟିଭ୍ ଥିଙ୍କିଂ ସେତେ ବୃଦ୍ଧି ପାଇବ। ପଜିଟିଭ୍ ଥିଙ୍କିଂ ଦ୍ୱାରା ପ୍ରତ୍ୟେକଟି କାର୍ଯ୍ୟରେ ମୋତେ ଆତ୍ମସନ୍ତୋଷ ମିଳିଥାଏ। ହଁ, ଦିନର ଗୋଟିଏ ପ୍ରହର କାମ ମୁଁ କମ୍ପ୍ଲିଟ୍ କରିପାରିଛି ସମୟରେ, ଏଇଟା ହିଁ ମୋ ମନର ଶାନ୍ତି ଆଉ ଖୁସି। ଆଜି ଯେହେତୁ ହାଫ୍ ଡେ ଥିଲା ସ୍କୁଲର, ତେଣୁ ଆଦି ୱେଟ୍ କରିଥିଲା ପୂର୍ବିକୁ। ଆଉ ଆଦି ବାବାଙ୍କୁ ଦେଖି ଜିଦି କରିଥିଲା ବୁଲିଯିବା ପାଇଁ। ଆଉ ବୁଲିକି ଆସିଲା ପରେ ପୁଣି ଥରେ ଜିଦି କରିଥିଲା ଆହୁରି ବୁଲିଯିବା ପାଇଁ। ଆଉ ଘରକୁ ମୁଁ ରିଟର୍ଣ୍ଣ କଲା ପରେ ବାକି ଥିବା ସବୁ ରୋଷେଇକୁ ମୁଁ କମ୍ପ୍ଲିଟ୍ କରିଦେଇଥିଲି ସମୟ ମଧ୍ୟରେ। ଆଜି ରୋଷେଇରେ ଥିଲା ସମ୍ପୂର୍ଣ୍ଣ ଶୁଦ୍ଧ ଶାକାହାରୀ ଭୋଜନ।